Hello guys, welcome to my new blog. ମୁଁ ଆସିଛି ଆପଣମାନଙ୍କ ପାଇଁ ନ୍ୟୁ ବ୍ଲଗ ନେଇ ସକାଳୁ ଭିଡ଼ିଓଟା ଆଜି ବନେଇ ପାରିଲା। ସକାଳୁ ଆମ ରୋଷେଇଆ କିଏ ନଥିଲେ, ମତେ ଆଲମା ଡାକିଲା କହିଲା ପଳେଇ ଚାଲ ଟିକେ ରୋଷେଇ କାଟି ରୋଷେଇ କରିଦେବା। ସେଥିପାଇଁ ମୁଁ ସକାଳୁ ଉଠି ଜଲ୍ଦି ପଳେଇଲି, ଆଉ ଭିଡ଼ିଓ ବି ବନେଇ ପାରିଲା। ଭାବୁଥିଲି ଭିଡ଼ିଓ ବନେଇବ, ନିଦ ଭାଙ୍ଗିଲା ତ 6ଟା ବେଳେ, ଆଉ ତୁ ଭିଡ଼ିଓ ବନେଇବୁ କଣ? 6ଟା ହେଲା ଡାକିଦେଲା, ଆମେ ପଳେଇଲୁ। ଆଉ କଣ ଏଠି ଭାଇ ଗରମ ଜୋର, ସାଂଘାତିକ ଗରମ। ଭିଡ଼ିଓ ଗୁଡ଼ା ଆମର ହାଇଦ୍ରାବାଦରେ ଭଲ ଥିଲା, ଏଠି ଥଣ୍ଡା ଥଣ୍ଡା ଲାଗୁଥିଲା। ଏଠି ବହୁତ ଗରମ ହଉଛି, ବାହାରି ପଡ଼ିଲାଣି। କଣ ମୁଣ୍ଡ ଦେଖନ୍ତୁ, ଏଇଟା ବାହାରି ପଡ଼ିଲାଣି, ବହୁତ ଗରମ ହଉଛି। ପୁରା କେତେ ଡିଗ୍ରୀ ତ ମୁଁ ଦେଖିନି ପାରନ୍ତେ, କିନ୍ତୁ ଡିଗ୍ରୀ ବହୁତ ଅଛି, ବହୁତ ଡିଗ୍ରୀ ଗରମ। କାଲି ଟିକେ ଦାଢି ବାଢି ଚୁଟି ଫୁଟି କାଟିଦବା, ନା ସରି ଦୁଆ ଦିନ କାଟିଦବା, ଦାଢି ବାଢି ଚୁଟି ଫୁଟି କାଟିଦବା, କାଟି ଦେଇକି ଯିବା। ଦାଢି ବି ଉଠିଗଲାଣି ଧୀରେ ଧୀରେ। ଆଉ ଗୋଟେ କଥା, ଆସିବାରୁ ଦେଖନ୍ତୁ ଇଏ ଆମର କଣ ସବୁ, ଇଏ ଆମର କଣ ଜାଣିଥିବ ଆପଣ ମାନେ, ଆମର ଇଏ କପଡ଼ା ସାବୁନ। ଇଏ ଆମ ରୁମ ନା ଆଉ ଜଣ ରୁମ, ଟିକେ ଖରା ହଉଛି ବୋଲି ଆମ ରୁମରେ ଗରମ ହଉଛି। ଆମେ ଆସି ବଇଛ, ଏଇ ଅନାରେ ସେପଟେ ମୁଭି ଦେଖୁଛି, ଏଇ ଆଲୋକ ନା ଏପଟେ ତାର ଫୋନ ଦେଖୁଛି। ଏଇଗୁଡା ସବୁ ଦେଖା ଚାଲିଛି। ଆଉ ଜଣେ ଆମର ମିସ୍ତ୍ରୀ ଭାଇ ତାଙ୍କର ସେପଟ ରୁମରେ ଅଛନ୍ତି, ସେପଟ ରୁମରେ ଅଛନ୍ତି। ଏଇଭଳିଆ ସବୁ ଯାଉଛନ୍ତି, ସବୁ ଯିବେ ଖାଇବା ପାଇଁ, ଯିବେ ସବୁ ଏଇଭଳିଆ। ଦେଖନ୍ତୁ ଥାଳି ଫାଳି ଯାଉଛନ୍ତି ଖାଇବା ପାଇଁ। ଏଇଭଳିଆ ସବୁ ଅଛି ଆମର କ୍ୟାଣ୍ଟିନ ଟା ବି ସେଇ ଆଗରେ ଅଛି। କ୍ୟାଣ୍ଟିନ ଦେଖିବାକୁ ମୁଁ ଦେଖୁଛି, ଦେଖନ୍ତୁ କ୍ୟାଣ୍ଟିନ ଅଛି ଏଇପଟରେ ଆମର କ୍ୟାଣ୍ଟିନ। ଏଗୁଡା ସବୁ ଆମର ରୁମ କଲୋନୀ ଅଛି ଏଇଭଳିଆ। ଏଇଭଳିଆ ସବୁ କିଛି ଅଛି। ଆଉ ଆମେ ଏଇଠି ରାତିରେ ଶୋଉଛ, ଏଇଠି ଶୋଉଛ। ଆମ ତକିଆ ଦେଖିବେ ମାନେ ତ ଆତ୍ମା ଖେଣ୍ଟା ହେଇଯିବ। ଦେଖ ଆମ ତକିଆ କୋଉ ଭଳିଆ ଆମେ ରଖୁଛୁ, ଆମ ତକିଆ ଆମ କମ୍ବଳ, ଇଏ ଆମ ତକିଆ। ବାସ୍ ହେବି ଦେଖିଆ, ପୁରା ବୁଦ୍ଧି ସାଂଘାତିକ। ପୁରା ସାଇଣ୍ଟିଷ୍ଟ ଆମେ ଗୋଟେ ହେଇଥାନ୍ତୁ ଯଦି ଭଲ ହେଇଥାନ୍ତା। ତାହେଲେ ସାଇଣ୍ଟିଷ୍ଟ କଣ ହେଲା, ସାଇଣ୍ଟିଷ୍ଟ ହେଇପାରିଲୁ ନା, ପ୍ଲମ୍ବର କାମଟା ପାଇପ୍ ଅଠା ମାରି ଯୋଡ଼ିଲୁ, ଆଉ କଣ କରିବୁ? ନାଇଁ କଣ ମନେ ଦିଅ, ସାଇଣ୍ଟିଷ୍ଟ ହେଇଥାନ୍ତୁ, ସାଇଣ୍ଟିଷ୍ଟ ହେଇପାରିଲୁ ନା, ପ୍ଲମ୍ବର କାମରେ ଅଠା ମାରି ଯୋଡ଼ିଆ, ଆଉ କଣ? ହଁ ମାରିଦେଲେ। ଆମର ଏଠି କପଡା ପତ୍ର ବି ବତୁରା ହେଇ ରହିଛି କାଲି ରାତି ଠାରୁ, ଧୁଆ ହବ। ଏଇଟା ଆମର ଗ୍ୟାସ ଫ୍ୟାସ କଳା ଫଳା ଅଛି। ରୋଷେଇବାସ ହଉନି କିଛି, ରୋଷେଇ ହେଲେ ଖିଆ ପିଆ ହବ ଏଇଠି। ଆଉ ଆମେ ଆକୁ କ୍ଲବ ଘର ନହେଲେ ବନେଇଦବୁ, କ୍ଲବ ଘର ବନେଇକି ପୁରା ରହିବୁ। ଆଉ କଣ, ଆଉ ଆମର ତ ରାମକୀରେ ମୂଷା ଥିଲେ, ମୂଷା ପପି ଦଉଥିଲା। ମୂଷା ତ ଏଠି ନାହାନ୍ତି, ପପି ଦେଇ ପାରୁନାହାନ୍ତି ଆଉ, ନହେଲେ ପପି ଦେଇ ହଇରାଣ ଦେଖିଥାନ୍ତ। ପପି ଆମର ଏଇଠି ସବୁ ହେଲମେଟ ବି ଅଛି, ମାସ୍କ ଲାଗି ହେଲମେଟ। ଆଉ ଗୋଟେ ଭଲ ଦେଖନ୍ତୁ, ଏଇଠି ଦାରୁ କେତେ ପିଆ ହେଇଛି ଦେଖନ୍ତୁ, ପୁରା ପିଇକି। ଏଇଟା ଆମର କି ଦାରୁ ଆପଣ ମାନେ କମେଣ୍ଟରେ କହିବେ, ମୁଁ ଦେଖଉଛି। ଏଇଟା 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 କି ଦାରୁ କହିବ, କଣ ଲେଖା ହେଇଛି ଦେଖନ୍ତୁ, ଦେଖଉଛି ଦାରୁ। ଏଇ ଆମର ଖଇନି, କି ଖଇନି ତ ତେଲୁଗୁରେ କଣ ଲେଖା ହେଇଛି ତ ପଢି ହଉନି, ଆପଣ ଯଦି ପଢିପାରୁଥିବ କହିବେ। ଆଉ 15 ଟଙ୍କା ଏ ଖଇନି ଗୋଟା। କିଛି ଅଛି, ଆଉ ସେ ସବୁ ଗଲେଣି ଖାଇବା ପାଇଁ। ଆମେ ତ ଖାଇକି ଆସିକି ରେଷ୍ଟ ନଉଛୁ। ମାନେ ରେଷ୍ଟ ସକାଳୁ ଭିଡିଓ ବନେଇନି, ଗୋଟା ବନେଇଦବା, ରେଷ୍ଟ ବନେଇଦବା। ସେଠି ଆମର ଚା ଅଛି, ସେଟା ଅଛି ଆମର ଛୁରୀ ଫୁରି କୁଟା କୁଟି ସବୁ ଥୁଆ ହେଇଛି। ଚୁଲା ବି ଭଲ ଅଛି, ସୂରିଆ କମ୍ପାନୀ ଚୁଲା। ଏଇଭଳି ସବୁ ଅଛି। ଏଟା ଆମର ପାଣି ପିଇବା ମଗ, ହଲେ ଆମକୁ ଗାଧେଇ ନେଇ ଯାଉଛୁ ଏଇତ। ଆଉ ଆମର ଝାଡୁ ଦେଖିପାରୁଥିବ, ଝାଡୁ ତମେ ମାନେ ଦେଖିଥିବ ଆରେ। ଏଟା ଆମର ଝାଡୁ ଦେଖ, ମାନେ ମାନେ କୋଉ ଡାହିରେ ଝାଡୁ କେଡେ କିଲୋମିଟର ଦେଖ, କୋଉ ଡାହିରେ ଝାଡୁ ହେଇଛି। ହଁ ଭାଇ, ଝାଡୁ ଇଏ ଡାହି ନୁହଁ, ଏସବୁ ଦଉରାରେ ହେଇଛି, ଦଉରାରେ ହେଇଛି। ଭଲ ହେଇଛି। ଏ ଝାଡୁରେ ମୂଷା ନାହାନ୍ତି ମାନେ ଝାଡୁ ରହିଛି, ନହେଲେ ମୂଷା ଥିଲେ ଝାଡୁ କିଛି ରହିନାହାନ୍ତି। ସବୁ ଧୂଆଁ, ଆମ ଜୁତା
ମସୁରୀ ମସୁରୀ ତ ରାତି 12ଟା ବେଳେ କାଟି ପକାନ୍ତି। ଆଉ ତାର ଫାର ତାର ମୁଁ ବୋର୍ଡ ମୁଣ୍ଡ ଉପରେ ଅନା ଯୋଉଟା ବୋର୍ଡ ଆଣିଥିଲା ସେ ବୋର୍ଡ ଦେଇଥିଲେ ମୁଣ୍ଡ ଉପରେ ମାନେ ତାକୁ କାଟିକି ଧୂଆଁ କରିଦେଇଥିଲେ। କାଟିକି ଧୂଆଁ କରିଦେଇଥିଲେ। ପୁରା ରାତି 2ଟା ହେଲାଣି ଝାଳ କେତେ ଜୋରେ ହଉଛି। ଗରମ ସାଂଘାତିକ ଏଠି। ଆଉ 2ଟା ବେଳେ ଉଠି ତାକୁ ଯୋଡିବୁ ପୁଣି ତାକୁ ଯୋଡେ ସେ ଆଉ ଟିକେ ଗଲେ ପୁଣି ତାକୁ ମୂଷାକୁ ଯୋଉଦିନ ବାଡେଇବୁ ସେ କାଟିଦେବେ। ଲାଷ୍ଟ ଆମେ କଣ କରୁ ତାକୁ ମୂଷାକୁ ଖାଇବା ପାଇଁ ଟିଫିନ ରଖିଦେଇ ଆସିବୁ ସେ ଆଉ କାଟିବନି। ନହେଲେ ସବୁବେଳେ କାଟି ପକାଏ। ଜୁତା ଡ୍ରେସ କପଡା ପତ୍ର ସବୁ କାଟି ପକେଇବି। ମୁଁ ବେଲ୍ଟ ବା ଟଙ୍ଗେଇ ଦେବି ବେଲ୍ଟ କାଟି ପକେଇଲା। ମୁଣ୍ଡ ଖରାପ ହେଲା କଣ ହେଲା କିଏ କାଟିଲା ଦେଖିଲା ବେଳକୁ ବେଲ୍ଟ ମୂଷା କାଟି ଦେଇଛି। ଆଉ ଆମର କାଲି ରାତିରେ ମୁଁ ଯାଇଥିଲି ଟିକେ ବାହାରକୁ ଯାଇଥିଲି। ବାହାରେ କଣ ହେଲା ଗୋଟେ ଭୂତ ଛିଡା ହେଇଥିଲା। ଭୂତ ଛିଡା ହେଇଥିଲା ମୁଁ ତାକୁ ଦେଖି ମୁଁ କହିଲି ମୋ ଭୂତଟା ବୋଧେ ମଣିଷ ଆସିଲା ମୁଁ ତା ପାଖକୁ ଗଲା ବେଳକୁ ସେ ହେଇକିନା ହେଲା ମୁଁ ଏକାଥରେ ଦୌଡୁଛି ଏକାଥରେ। ଆସିକି ରୁମ୍ ଭିତରେ ପଶିଗଲି। ତାପରେ 3ଟା ହେଲା ନିଦ ଭାଙ୍ଗିଲା ମୁଁ ଅନାଦି ଉଠି ଯିବା ବାହାରୁ ଟିକେ ଉଠୁ ଅନାଦି ଆସିଲା। ତାକୁ ଆସିକି ତାକୁ ଚାଲ ଯିବା ବାହାରୁ ଡର ମାଡୁଛି। ଗଲା ତାପରେ 4ଟା ବାଜିଲା ଆମେ ଉଠିକି ଟିକେ ମାନେ 4ଟା ବେଳେ ତ ଉଠିବା ଉଠି ଟିକେ ଯୋଗ ଫୋଗ କରିକି ଟିକେ ଦୌଡା ଦୌଡି କରିକି ତାପରେ ଆସିଲି। ଆସିଲା ପରେ ଆଲନା 5ଟା ବେଳେ କଲ୍ କଲା କହିଲା ଆସୁନୁ ଟିକେ ରୋଷେଇ କରିଦବା। ମୁଁ କହିଲି ଯାଉଛି କହି ଶୋଇପଇଲି ପୁଣି ଯଦି ଶୋଇପଇଲି ଆଉ ଉଠିଲି ନା। ତାପରେ ଆସିକି 7ଟା ସାଢେ 6ଟା ହେଲାଣି କବାଟ ବାହାର କବାଟ ଟେ ଖୋଲୁନୁ ଚାଲ ରୋଷେଇ କରୁ ଚାଲ। ତାପରେ ଯାଇକି ରୋଷେଇବାସ କରିକି ତାପରେ ନିତ୍ୟକାମ ସାରିକି ଗଲା ବେଳକୁ 8:30 ହେଇଗଲା। 9ଟାରେ ଖାଇକି ଡ୍ୟୁଟି ଗଲୁ। ଡ୍ୟୁଟିରେ ଆସିକି 2ଟା ବେଳେ ନା ସରି 1ଟେ ବେଳେ ଆସି ପୁଣି ଏବେ ଖାଇଲି। ଖାଇକି ଝାଳ ବହୁଛି ଖାଇକି ସେ ରୁମରେ ଗରମ ଜୋରେ ମାନେ ପଳେଇଆଇଲୁ ଇଏ ରୁମରେ ବଇଛ ଝାଳ ପଳେଇ ହେଲେ କରେଣ୍ଟ କାଟି ଦେଇଛି। ଶଳା କମ୍ପାନୀ ବାଲାକୁ ମାରିଦେବା ପାଇଁ ପଡିବ। ବରଂ ଟିକେ ଲେବର ମାନଙ୍କୁ ଗରମ ହଉଛି ତମେ ଫ୍ୟାନ ଟା ଦବ ନା। ସରି ମୁଁ ଭୁଲି ଯାଇଛି ଦେଖିଲା ବେଳକୁ ଲାଇନ ଆଇଲାଣି ଦେଖନ୍ତୁ ଲାଇନ ସୁଇଚ ଦବାଇବା ଆମର 2ଟା ଫ୍ୟାନ ବୁଲିବ ହେଇ ବୁଲିଲା ନା କଣ ଇଏ ସୁଇଚ ହେଇ ବୁଲିଲା 2ଟା ଫ୍ୟାନ ବୁଲିଲା ଏବେ ଟିକେ ଥଣ୍ଡା ପଡିବ। ଯାହା ହଉ ଲାଇନ କହୁ ତମମାନଙ୍କୁ କହୁ ଲାଇନ ପଳେଇଲା। ଯାଉ ଏତେ ସାରା ଭଲ ପାଇବା ଦେଇଥିବାରୁ 19ଟା ସବସ୍କ୍ରାଇବର ମୋର କମ୍ପ୍ଲିଟ ହେଇଗଲାଣି। ଆଉ ଗୋଟେ ସବସ୍କ୍ରାଇବର କମ୍ପ୍ଲିଟ କରିଦବ 20ଟା। ଏଇଭଳି ମାନେ ଭଲ ପାଇବା ଦେଇଦିଅନ୍ତୁ। 20ଟା ଧୀରେ ଧୀରେ ଚାଲିବ ଆଗ ତମ ଭାଇ ଆଗକୁ ଯିବ। ତମେ ବି ମୋ ସହିତ ଦେଇଦବ। କମେଣ୍ଟ କରିବ ଭିଡିଓ ଟା ଭଲ ଲାଗୁଛି ଖରାପ ଲାଗୁଛି କମେଣ୍ଟ କରିବ ନା। ଆଉ କୋଉ ଟାଇପ ର ଭିଡିଓ ଦରକାର ବି କମେଣ୍ଟ କଲେ ମୁଁ ବନେଇଦେବି। ଏଇଭଳିଆ ସବୁ କିଛି ଅଛି। ମୋର 19ଟା ସବସ୍କ୍ରାଇବର ହେଇଗଲାଣି। 18 ଘଣ୍ଟା ପୂରଣ ହେଇଗଲାଣି। ଆଉ 4000 ଘଣ୍ଟା କୋଉଠି ଆଉ 18 ଘଣ୍ଟା କୋଉଠି। 4000 ଘଣ୍ଟା ହବ 1000 ସବସ୍କ୍ରାଇବର ହବ ଇଏ ଆମର 18 ଘଣ୍ଟା ହେଲା। ଟୋଟାଲ 20 ଘଣ୍ଟା ବି ପୂରଣ ହେଲାଣି। 18 ଘଣ୍ଟା 770 ଏବେ କେତେ ଅଛି? 19ଟା ସବସ୍କ୍ରାଇବର ଅଛି ଦେଖିବା କେତେ ହଉଛି ଆଉ। ଓହୋ ଏବେ ଫ୍ୟାନ ଟିକେ ଥଣ୍ଡା ଲାଗିଲା ଝାଳ ଫାଳ ଟିକେ ମରିଯିବ ଏବେ ଖୁସି ଲାଗିଲା ଟିକେ। ଆଉ ନିଶ ବି ଟିକେ ବଢିଗଲାଣି କାଟିବା ପାଇଁ ପଡେ ନିଶ ମୁଳି ଦବା ଟିକେ ଗଲା ଲାଗ ଦେଖିଆ। ଓ ଭାଇ ନିଶ ମୁଡିଦବା ଟିକେ ମୁଣ୍ଡ ବି କୁଣ୍ଡେଇ ଦବା ଦେଖିବା କଳା ରହୁଛି ତାପରେ ମୁଣ୍ଡ କୁଣ୍ଡେଇ ଦେଇ ଭାଇ ପାନିଆ ବି ମସ୍ତ ପାନିଆ ଅଛି ପୁରା ମୁଣ୍ଡ କୁଣ୍ଡେଇବା ପାଇଁ ସୁପର। ନିଶ ଟିକେ ଗୋଟେ କୁଣ୍ଡେଇ ଦବା ନିଶ। ନିଶ ଦାଢି ଓ ଭାଇ ଆଉ ଗୋଟେ ଭଲ ଜିନିଷ ଦେଖଉଛି ଏଇଟା ଦେଖନ୍ତୁ ଇଏ କଣ ଖଇନେ ଆକୁ ମାରିକି ଖାଆନ୍ତି ଚୂନ ସବୁ ପଳେଇଛନ୍ତି ଲୋକ କହିଲେ ଖାଇବା ପାଇଁ ଲୋକ ନାହାନ୍ତି ଅନେକ ଚୂନ ଖାଇବୁ ଖାଇବ ନା ମନା କରୁଛି। ଇଏ ଆମର ଖଇନରେ ଚୂନ ମୁଡା ହିଁ ଖିଆ ହବ। ଦେଖିବା ତା ଭିତରେ କୋଉ ଭଳିଆ ଅଛି। ଦେଖନ୍ତୁ ଆମର ପାନର ଯୋଉ ଚୂନ ଦିଆଯାଏ ସେଇ ଚୂନ ତଥାପି ଝାଳ କମୁନି ଏତେ ଜୋର ଗରମ ହଉଛି।
ହଁ ତ ରିଚାର୍ଜ ସରିଯାଇଥିଲା ବା ନାଇଁ କଣ ମୋର ବି ଆଜି ରିଚାର୍ଜ ସରିଯିବ। ମୁଁ ହସ୍ପଟ ଅନାଥ ଭିଡିଓ ହସ୍ପଟ ନେବି। ହସ୍ପଟ ନେଇକି ବି ଏଇ ଭିଡିଓ ପୋଷ୍ଟ ହବ। ରିଚାର୍ଜ ବି ସରିଯାଇଛି, ପଇସା ପତ୍ର ନାହିଁ, କଣ କରିବା? ନାଇଁ କଣ ରିଚାର୍ଜ କରିଦେଇକି ତାପରେ କାଲି ଆପଣ ମାନଙ୍କ ପାଇଁ ଗୋଟେ ନୂଆ ସକାଳୁ ପୁରା ଜମଦାର ଭିଡିଓ ଆସିବ, ପୁରା ମଜା ଭିଡିଓ। ଆଉ ଏ ଦେଖନ୍ତୁ ସେଠି ଆମର ଏଇଠି ଆଲନା ପାଖରେ ଗୋଟେ ହାତୁଡି ଥୁଆ ହେଇଥିଲା। ରାତିରେ ଅନାଦି ଡର ମାଡୁଛି ହାତୁଡି ଏମିତି ରଖୁଛି। ହେଲା ହାତୁଡି ମୁଣ୍ଡ ଉପରେ ରଖି ଭିଡିଓ ଶୋଉଛି। ଶୋଉଛି ସେ ଶୋଉଛି ଗୋଟିଏ ଦିଟା ବେଳେ ଶୋଉଛି। ମୁଁ 10ଟା ବେଳେ ଶୋଇ ପଡୁଛି, ସେ 2ଟା ପର୍ଯ୍ୟନ୍ତ ଶୋଉଛି। ଖାଲି ତା ଭାଉଜ ସାଙ୍ଗେ ତ ଗପୁଛି ଖାଲି ଭାଉଜ ଆଉ। ପହରଦିନ ମୁଁ ଭିଡିଓରେ ଭାଉଜ ଫଟୋ ଦେଖେଇଥିଲି। ଭାଉଜ ସେମାନେ ରାଗି ଯାଇଛନ୍ତି ପୁରା ମୋ ଉପରକୁ, କାହିଁ ମୋ ଫଟୋ ଦେଖଉଥିଲୁ ହେଲା। ମୁଁ କହିଲି ହଉ ସରି, ଆଉ ତମ ଫଟୋ କିଛି ଛାଡିବି ନା, ଫଟୋ ଉଠେଇବି ନା ହେଲା। ଏଇଭଳିଆ କହିକି ମୁଁ ହଉ ଏବେ ଏବେ ସନ୍ଧ୍ୟା ବେଳକୁ ଦେଖାହବ, ପୁଣି ସନ୍ଧ୍ୟା ସାଇଡ ବୋର୍ଡ ଦେଖାହବ ନୂଆ ବ୍ଲଗ ରେ। ବାଟରେ ଯାଉନ ଭିଡିଓ କୁଳି ଗଛ ପାଖରେ ଟିକେ ଭିଡିଓ କରିଦବା, ତାପରେ ରଖେଇବି ଆଉ ନାଇଁ କଣ? କିନ୍ତୁ ଆମେ ଏବେ ଯାଉଛୁ, ଟାଇମ ହେଇଗଲା। ଅନାଥ ସବୁ 2 ଜଣ ଆଲାରା ସେ ପଳେଇଲେଣି, ଆମେ ଅନାଦି ମୁଁ 2 ଜଣ ପଛରେ ଯାଉଛୁ। ଏଇଭଳିଆ ଯିବା ଦେଖନ୍ତୁ, ଆମର କଲୁନି ବି ଏଇଭଳିଆ ଅଛି, ପାଣି ଫାଣି ଏଇଭଳିଆ କୁଳି ଗଛ କତିକି ଏଇଭଳିଆ ଯିବୁ, କୁଳି ଆଣିବା ପାଇଁ। କୁଳି ଆଣିକି ତାପରେ ଯିବୁ ପଳେଇ ଆଉ। ତାପରେ ସାଇଡ ପରେ ଦେଖାହବ। ସାଇଡ ପରେ କାମ କମ ଜାକେଟ ଫାକେଟ ଉଡିଗଲାଣି ସବୁ। କାମ କୋଉ ଭଳିଆ ହବ ନା, ହେଇ ଆଲନା ହେରିକା କୁଳି ଗଛ ପାଖରେ ଅଛନ୍ତି। ଯିବା ଦେଖିଆ କୋଳି ହବ କୋଉ ଭଳିଆ, ତାପରେ କୋଳି ଫୋଳି ନେଇକି ଆସିବା ଆଉ। ଦେଖନ୍ତୁ ଆଲୋକ ଭାଇ ଛିଡା ହେଇଛି କୁଳି ଗଛ ପାଖରେ। ମୁଁ ଜୁମ କରି ଦେଖେଇ ଦଉଛି ହେଇ ମତେ ସୁସ୍ଥ ଲାଗିଲାଣି ଜୋର, ଯାଇକି ମୁଁ ଯାଇକି ଆଗ ସୁସୁ କରିଦେଇ। ଦେଖନ୍ତୁ ଆମ ଏଇଟା ବିଲଡିଂ ଅଛି, ସେପଟ ବିଲଡିଂ ଆମର। ଆମେ ଏବେ ଚାଲି ଚାଲି ଯାଉଛୁ, ଆମ ଆଗରେ ବି ଯାଉଛନ୍ତି ବହୁତ ପିଲା। ଆମେ ବି ଏଇଖିଣା ଯିବା ପଛରେ। ଦେଖ ହେଲମେଟ, ଜ୍ୟାକେଟ ପୁରା ଲେଭର ବାସ୍। ଏଇଭଳି କିଛି ଯିବା ଆମେ, ଏଇଭଳିଆ ବାରିକେଡ ଭିତରେ ଯିବା କାମ କରିବା ପାଇଁ। ଏଇଠି ଅଛି ଏଇଭଳିଆ ଗୋଟେ ଗାଡି ଆସି ଲାଗିଛି, କଣ ଅଲୋଡ କରିବ। ଏଇଠି ମାଛ ବହୁତ ଅଛନ୍ତି ତା ଦେହରେ। ଆର ସଣ୍ଡକୁ ଆସିବା ଧରିବା ପାଇଁ, ଧରିକି ନବା। ଆମର ଇଏ ପାଣି ଫାଣି ବୋଟଲ ନେଇକି ଯାଉଛନ୍ତି। କଣ ଆମର ବୋଧେ ସାମାନ ଆଇଛି କଣ କଢା ହବ। ଆମେ କାଢିବୁନା, କିନ୍ତୁ କମ୍ପାନୀ ଲୋକ ଅଛନ୍ତି ସେ କାଢିବେ। ଏଇ ଯୋଉ ଆମର ବିଲଡିଂ ସାମ୍ନା ଦେଖା ହାଉଛି ନା, ସେ ବିଲଡିଂ ରେ ଆମର କାମ ହଉଛି। ଏବେ କଲର ଫଲର ଚାଲୁ ହେଇଗଲାଣି ସୁରୁ। ଏପଟେ ଆମର ଏଇ ଗୋଟେ ଚଢେଇ ବଇଛି ଦେଖ, ଦେଖ ବିଲ୍ଡିଂ ଭ୍ୟୁ ଦେଖ। ଇଏ ଆମର ନା ମୁଁ କହିବି ନା ଥାଉ ପୁଣି। ଇଏ ଆମର ଏଇ ଟ୍ରକ ଛିଡା ହେଇଛି ଏଇଠି, ଆମର କାଲି ପାର୍ଟି ହଉଥିଲା, ଖାଇବା ପାଇଁ ଆସିଥିଲେ ସବୁ, ଖାଇକି ଯାଇଥିଲୁ ଏଠି କାଲି। ଏଇଟା ଆମ ଷ୍ଟୋର, ଏଇଟା ତ ଆମ ସାଇଟ ହେଲା। ଏଇଟା ସାଇଟ ବାଟ। ଏଇଠି ଆମ ଷ୍ଟୋର ଦେଖିପାରୁଛ, ମୁଁ ଜୁମ କରି ଦେଖେଇ ଦଉଛି। ଏଇଟା ହେଲା ଆମ ଷ୍ଟୋର, ହେଲେ ଷ୍ଟୋରରେ ଚାବି ନାହିଁ ମାନେ ତାଲା ଭାଙ୍ଗି ଦେଇଛ। ଏଇଠି ଗଛ କଟା ହଉଛି, ଜୁମ କରି ଦେଖେଇ ଦଉଛି। ଏଇଠି ଆମର ଗଛ କଟା ହଉଛି, ଏଇଭଳିଆ କିଛି ଆମ ବାଟରେ ଯାଉଛ। ତାପରେ ସାଇଡ ପରେ ପହଞ୍ଚିଲେ ଆପଣ ଏଠି ଦଖେଇ ଦେଇକି ତାପରେ କାମ ଆରମ୍ଭ ହବ। ତାପରେ ସନ୍ଧ୍ୟାବେଳେ ଭିଡିଓ କଲେ ଆପଣ ଦଖେଇମି କୋଉ ଭଳିଆ କାମ ରୋଷେଇ କରୁଛ, ଖାଉଛ। ଆମର କିଏ ରୋଷେଇ କରୁଛି, କିଏ ପରିବା କାଟୁଛି, ନାଇଁ କଣ ଦେଖେଇବା ଆଉ। ଗାଇସ ଦେଖନ୍ତୁ, ମୁଁ ଏବେ ଆଉ ଗୋଟେ ଷ୍ଟୋରକୁ ଆଇଛି। ଏ ଷ୍ଟୋର ଭିତରେ ଆମର ମାଛ ଖେଳୁଛନ୍ତି ଷ୍ଟୋର, ଏମିତିଆ ଷ୍ଟୋର ଆ ଭିତରେ ମାଛ ଖେଳୁଛନ୍ତି ଦେଖ। ଆ ଭିତରେ ମାଛ ଅଛନ୍ତି, ଆମର ସେପଟେ ମହାନ୍ତି ଆଣୁଛନ୍ତି ସାମାନ କିଛି। କେତେ ଜିନିଷ ନଷ୍ଟ ହଉଛି। ଷ୍ଟୋରରେ ମାଛ, ଷ୍ଟୋରରେ ଏଇନା ମାଛ ଧରିବାକୁ ପଳେଇଥିଲି। ପଡିଛି ବାକ୍ସ ଡ୍ରିଲ ମେସିନ ଇଏ ହେଇକି ପଡିଛି। ସବୁ କ୍ଲାମ ଫ୍ଲାମ ଅଛି, ସେପଟେ ଆମର ଟାୟାର ଫାୟାର ସବୁ ଖୋଲିଛନ୍ତି, କଣ ଅଛି ନାହିଁ। ଏଇ କ୍ଲାମ ସବୁ ଟଙ୍ଗା ହେଇଛି କୋଉ ଭଳିଆ। ଏଇଭଳିଆ କିଛି ଷ୍ଟୋରରେ ଅଛି। ଦେଖିବା ପାଇଁ ମିଳୁଛି। ନେଇ ବିକି ଦବ, ଆକୁ ନେଇକି ଆଉ କଣ କରିବା ସବୁ। ଆଉ ଟିକେ ଦେଖନ୍ତୁ, ଆମର ଡ୍ରିଲ ମେସିନ ଭାଇ। ପାଣି ବୋତଲ ଇଏ ଆମର ଏଇ ଟି ଅଛି 25 ର। ଏଇ ଆଉ ଟେପ ଅଛି, ଟେପ ର କାମ କୋଉଠି ହେଇଛି?
ବାପରେ କି କଚଡା ଏଗୁଡା ସବୁ କିଛି ଅଛି ଆଉ ଦେଖୁନ ଆମ ଖତରା ଷ୍ଟୋର ସବୁଠାରୁ ଖତରା ଷ୍ଟୋର ଇଏ ତମେ ଦେଖି ଜାଣିପାରୁଥିବ କହିଲେ ଆମ ଷ୍ଟୋର ଭିତରେ ତ ପାଣି ଷ୍ଟୋର କବାଟ ନାହିଁ ଆମ ଭିତରେ ମାଛ ତ ଖେଳୁଛନ୍ତି ଦେଖୁଥିବ ମାଛ ଦେଖ ମାଛ ପାଣି ଏତେ ମାଛ ମାଛ ଏଇଭଳିଆ ଆଉ ଯୋଉ କୁମ୍ଭୀର ବି ରାତିରେ ପଳେଇ ଆସୁଛନ୍ତି ରାତିରେ ଷ୍ଟୋରକୁ ଆସିବା ମନା ହେଇଛି ସେ ପାଇଁ ଏଇଭଳିଆ ଖତରା ଷ୍ଟୋର ସବୁ ଅଛି ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବ ଲାଇକ୍ କମେଣ୍ଟ ସେୟାର କରିବ ଆପଣମାନଙ୍କୁ ଆହୁରି ଭଲ ଭଲ ଭିଡ଼ିଓ ଜିନିଷ ଦେଖେଇବି ଏଇଭଳିଆ କିଛି ଅଛି ଆଉ ହଉ ଆମେ ଯାଉଛୁ ଆଉ ଗୋଟେ ଷ୍ଟୋରକୁ ଦେଖିବା ଆଉ ଗୋଟେ ଷ୍ଟୋର କୋଉଭଳିଆ କ'ଣ ଅଛି ଆଉ ଦେଖନ୍ତୁ ଭାଇ ଏ ଷ୍ଟୋର ଭିତରେ କେତେ ମାଛ ଆମର ଦେଖନ୍ତୁ ଷ୍ଟୋର ଭିତରେ ମହାଦେବ ସାମାନ ଆଣିବା ପାଇଁ ମାଛ କେତେ ଯାଉଛି ମହାଦେବ ଟିକେ ଘୁରେଇ ଦେଉଛି ମାଛ ଟିକେ ଆଡ଼କୁ ଆସନ୍ତି ଏଇ ଏପଟେ ଦେଖ ଷ୍ଟୋରରେ ମାଛ ଖେଳୁଛନ୍ତି ଦେଖିପାରୁଥିବ ସିଟିଂ ପଳେଇଲେଣି ଷ୍ଟୋର ଭିତରେ ମାଛ ଖେଳୁଛନ୍ତି ମାଛ ପୁରା ଖତରା ଷ୍ଟୋର ଖତରା ମଣିଷ ବି କାମ କରୁଛୁ ଆମେ ଏଠି ପୁରା ହେଭି ପିଲା ସାଇଣ୍ଟିଷ୍ଟ ପିଲା ମାଛ ଫାଛ ମାଛ ଫାଛ ଧରିକି ନେଇ ଖାଇବା ନା କାମରେ କାଲି ବି ଏଇଭଳିଆ ମାଛ ଧରିବା ପାଇଁ ଆସିଥିଲୁ ମାଛ ଧରି ନେଇ ଯାଇଥିଲୁ ପୁଣି ଆଜି ମାଛ ଧରିବା ମାଛ ଆସି ଦେଖ ମାଛ ଧରିବା ଆସିଲୁ ମାଛ ବୁଡେଇ ଆସିଲୁ ଖାଇଲେ ମାଛ କେତେ ମାଛ ବହୁତ ଖେଳୁଛନ୍ତି କାଲି ଆର ସଣ୍ଡେକୁ ଧରିକି ଆସିବେ ଲମ୍ବା ମାଛ ଆଉ ନାଇଁ କଣ ମାଛ ନେଇ ଖାଇବା ଟେଷ୍ଟି ଟେଷ୍ଟି ଦେଖନ୍ତୁ ମୁଁ ଆସିକି ସାଇଡରେ ପହଞ୍ଚିଲି ମେସିନ୍ ଫେସିନ୍ ନେଇକି ଏଇ ଆମର କାମ ହଉଛି ଏବେ ଷ୍ଟେସନାରୀ ହଉଛି ତମେ ଯୋଉ ଆଉ ଗୋଟେ କଥା କହିବାକୁ ଚାହୁଁଛି ତମେ ଛୋଟ ଛୋଟ ଛୁଆ ମାନେ ଯୋଉ ଦଶମ ପରୀକ୍ଷା ଦେଇ କହୁନା ମୁଁ ବାହାରକୁ ପଳେଇବି ଘରେ ରହିବି ନା ଇଏ କରିନା ସେ କରିନା ଭାଇ ବାହାରକୁ ଆସି ଖଟିବା ବହୁତ କଷ୍ଟ ଯିଏ ଭାଇ ଆସିଛି ମୁଁ ଦଶମ ପରୀକ୍ଷା ଦେଇ ଆସିଛି ମୁଁ ଜାଣିପାରୁଛି ତମମାନେ କେହି ଆସିବନି ଯଦି ଆସିବ ଭାଇ ପାଠ ପଢା କରି ଗ୍ରାଜୁଏସନ୍ କରିକି ଆସିଲେ କୋଉଠି ଷ୍ଟାଫ୍ ଫାଫ୍ ଲାଗିଯିବ ଭଲ ହୁଏ ଲେବରରେ ଆସିଲେ ଭାଇ ସିପିଂ କରି କରି ପୁରା ହାତ ଫାତ ଦରଜ ହେଇଯିବ ଏଇଭଳି ହଁ ପାଠ ପଢିବ ଟିକେ ମନ ଦେଇକି ପାଠ ପଢିବ ମୁଁ ଆସିଥିଲି ଦଶମ ପରୀକ୍ଷା ଦେଇକି ଏବେ ଆସି ଏଠି ଝିରି ବାଡଉଛି ଝିରି ତ ବାଡାବାଡି ଏବେ ନାହିଁ ସିଏ ବି କରିବାକୁ ପଡୁଛି ଭାଇ କଷ୍ଟ ହଉଛି ଆଉ ରାମକୃଷ୍ଣ ଥିଲୁ ରାମକୃଷ୍ଣ କାମ ଫାମ ନଥିଲା ବୁଲୁଥିଲୁ ଆଉ ବିଜେପିର ଭାଇ କାମ ଗୋଟେ ସାଇଡ୍ ଛାଡିଲେ ତାର ସାଇଡ୍ ହବ ସେଇଭଳିଆ ଆଉ ଏଇଭଳିଆ ଆଉ ସେଫ୍ଟି ବାଲା କିଛି ଅଛି ସେଫ୍ଟି ଜାଲ ଫାଲ ଦିଆହେଇଛି ଏଇଭଳିଆ ଫିଟିଙ୍ଗ ଡ୍ରିଲ୍ ଫିଟିଙ୍ଗ ଡ୍ରିଲ୍ ହେଲମେଟ ଇଏ ମେସିନ୍ ଏଇଭଳିଆ ସବୁ କିଛି ଅଛି ଆଉ ଆମ ମିସ୍ତ୍ରୀ ଭାଇ ଆସୁଛନ୍ତି ଏବେ ତ କାମ କରିବା ଆଉ କ'ଣ କରିବା କହୁଛି ଦେଖନ୍ତୁ ଦି ଜଣ ମିସ୍ତ୍ରୀ ଆଉ ଛିଡା ହେଇଛନ୍ତି ଏଭଳିଆ ଆସିଲେ କିଛି କାମ ହବ ପାଣି ଫାଣି ପିଇକି ଏବେ ରେଡି ହେଲୁ କାମ କରିବା ପାଇଁ ଏଇଠି ସକାଳୁ ତମ ସକାଳ ଏଇଟା ଯୋଉ ଦେଖୁଛ ନା ଉଠିଛି ଏଇଟା ଚିପିଂ କରି ଝାଳ ବାହାରି ପଡ଼ିଲା ଏଠି ଟେନସନ ଫ୍ରି ପୁରା ସେଠି ଥିଲା ଟେନସନ ଫ୍ରି ଟେନସନ ନାହିଁ ବହୁତ ଏଇଭଳିଆ ଆଉ ହେଲା ଗାଇସ୍ ଦେଖନ୍ତୁ ଆମର ଏବେ କାମ ସରିଗଲା ଟୁଲ୍ସ ଫୁଲ୍ସ ସବୁ ଆମେ ରଖିଦେଲୁ ଏଇଠି ମୋର ଚାର୍ଜ ନାହିଁ ସୁଇଚ୍ ହେଇଗଲାଣି ଫୋନ ଅନ୍ ରେ ଅଛି ମୋବାଇଲ ମାରୁଛି ମୋର ଏଠି ବି ଇଏ ଅଛନ୍ତି ଟୁଲ୍ସ ଫୁଲ୍ସ ସବୁ ସେଠି ରହିଲା କାମ ସରିଗଲା ସବୁ ଏବେ ରୁମକୁ ଯିବୁ ଗାଧେଇ ପାଧେଇ ଫ୍ରେଶ ହେଇକି ରୋଷେଇ କରି ଖାଇକି ଟିକେ ଖାଇକି ଶୋଇପଡିବା ଆଉ ତାପରେ କାଲି ସକାଳୁ ବ୍ଲଗରେ ଦେଖାହବ ରହୁଛି ଏଇଠି ଏଣ୍ଡ କରିଦବା ବ୍ଲଗକୁ ହ୍ୟାଲୋ ଗାଇଜ ଆମର ତ ଅଦା ରସୁଣ କୁଟା ହବ ହାଡେ ରୋଷେଇ ହବ ହାଡେ ଅନାତା ମାଣ୍ଡୁ ସହିତ କଥା ହବ ଆଡେ ଆମର ପଡିଛି ନଗୁ ଦେଇକି ଇଏ ରୋଷେଇ ପରିବା ପରିବା ଅଛି ଗୀତ ମହାଦେବ ଗୀତ ଗୋଟେ ଗୀତ କଣ ଶୁଣି ସାରିଲା ପରେ ତାକୁ ମନେ ରଖି ତାକୁ ଭଲ କହିବ ଏକାଥରେ ଆରମ୍ଭ କଣ ବାସ୍ ଆପଣ ତାପରେ କହିବ ଗାଅ ଗାଉ ନା ମୁଁ ଆରମ୍ଭ କରୁଛି ତତେ ଭଲ ପାଇ କି ପାପ କଲିଲ ପାପିରେ ହେଲି ମୁଁ ଗଣା ମନେ ଗାଉ ନା
ଗାଇସ୍ ଦେଖନ୍ତୁ ଇଏ ଗୋଟେ ଗୀତ ଗାଏ ପୁଅ କହିଲେ ମୁଁ ଭିଡିଓ ଟା ବନେଇଲି ଏବେ ଗୀତ ଗାଉନଥିଲି କହୁଛି ମନ ବୁଝି ଗାଉନା ଗାଉନା ଗୋଟେ ମୁଁ ଫ୍ରେଶ କଲେ କେତେ ଟଙ୍କା ହବ? ଇଏ ତ ଫେସ୍ ଅଛି ବା ମାତ୍ର 5 ମିନିଟ୍ ଭିଡିଓ ଦେଖନ୍ତୁ 47 ସେକେଣ୍ଡ ଆରେ ହେଇଗଲା ମାଇଣ୍ଡ ଡିଷ୍ଟର୍ବ କରୁଛି ତ। ଓକେ ଆପଣ ରୁହନ୍ତୁ ମାଇଣ୍ଡ ଡିଷ୍ଟର୍ବ ଅଛି ମାଇଣ୍ଡ ଫ୍ରି ହେଲେ ଗୀତ ଶୁଣିବି ରହୁଛି